ଏବେ ବି ଆସିଲା ସାମ୍ନାକୁ ବଡ଼ ଖବର। SBI ଆକାଉଣ୍ଟଙ୍କ ପାଇଁ ଖୁସି ଖବର ଆସିବ 11,000। SBI ଖାତାକୁ ଆସିବ 11,000 ଟଙ୍କା। ଆକୃଷ୍ଟ କରିଥିବା ସମୟ ବ୍ୟାଙ୍କ ପକ୍ଷରୁ ଅନେକ ଲୋଭନୀୟ ସ୍କିମ୍ ବିଷୟରେ ଘୋଷଣା କରାଯାଇଛି। ବର୍ତ୍ତମାନ ଏଇଭଳି ସ୍କିମ୍ ଆଣିଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଆଜିର ଆର୍ଟିକଲରେ SBIର ଏହି ଯୋଜନା ବା ସ୍କିମ୍ ସମ୍ପର୍କରେ ବିସ୍ତୃତ ଭାବେ ଜାଣିବା। ସମୟ ସରକାର ବ୍ୟାଙ୍କ ମଧ୍ୟରେ ସର୍ଭିସରେ ରହିଛି। SBIର କାରଣ ଏହି ବ୍ୟାଙ୍କ ସୁଲଭ ମୂଲ୍ୟରେ ସୁଧ ପ୍ରଦାନ କରୁଥିବା ବେଳେ ଅନେକ ସୁବିଧାଜନକ ସ୍କିମ୍ ଘୋଷଣା କରିଥାଏ। ଏହି ବ୍ୟାଙ୍କରେ ସଞ୍ଚୟ ହେଉ ଅବା ଦୀର୍ଘ ମିଆଦୀ ସଞ୍ଚୟ ବାବକୁ ସଞ୍ଚୟ ସବୁ କ୍ଷେତ୍ରରେ ନିଜ ଗ୍ରାହକ ଲାଭ ଦେଇ ଆସିଛି। SBI ଆକାଉଣ୍ଟ ବର୍ତ୍ତମାନ ଗ୍ରାହକଙ୍କ ପାଇଁ ଆଉ ଏକ ଲୋଭନୀୟ ସ୍କିମ୍ ଆଣିଛି। SBIର ଏହି ଯୋଜନାରେ ବ୍ୟାଙ୍କ ପକ୍ଷରୁ 11,000 ଟଙ୍କା ସିଧାସଳଖ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଜମା ହେବ। ତେବେ କିଭଳି ଏତେ ଟଙ୍କା ଆପଣ ପାଇପାରିବେ ସେ ବିଷୟରେ ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ। SBI ଆକାଉଣ୍ଟ ଏହି ଯୋଜନା SBIର ସ୍ୱଳ୍ପ ସଞ୍ଚୟ ଯୋଜନା ବା RD ସ୍କିମ୍। ଏହି ଯୋଜନା ମାଧ୍ୟମରେ ଆପଣ ନିୟମିତ ଅନ୍ତରାଳୟ ଏକ ନିଶ୍ଚିନ୍ତ ଭାବେ ରାଶି ବ୍ୟାଙ୍କରେ ଜମା କରିବାକୁ ହେବ। ଏକ ନିର୍ଦ୍ଧାରିତ ସମୟ ପାଇଁ ଆପଣଙ୍କୁ ଏହି ଯୋଜନାରେ ନିୟମିତ ଜମା ଟଙ୍କା ରଖିବାକୁ ହେବ। ତେବେ ଏଠି ପ୍ରଶ୍ନ ଆସୁଥିବା 11,000 ଟଙ୍କା କିଭଳି ପାଇବେ? SBI ଆକାଉଣ୍ଟ SBIର ସ୍ୱଳ୍ପ ସଞ୍ଚୟ ଯୋଜନା ନିବେଶ ରାଶି ଖୁବ୍ କମ୍ ଥାଏ। ଏହାଦ୍ୱାରା ପ୍ରତ୍ୟେକ ବର୍ଗ ନିବେଶ କରିବାକୁ ସକ୍ଷମ ହୋଇଥାନ୍ତି। ସେହିଭଳି ଏଥିରେ ଆପଣଙ୍କୁ ଅଧିକ ରିଟର୍ଣ୍ଣ ମିଳିଥାଏ। ତେବେ ଏହାର ହିସାବ ଜାଣିବା ଜରୁରୀ। ଏହି ଯୋଜନାରେ ଯଦି ପ୍ରତି ମାସରେ 1,000 ଟଙ୍କା ସଞ୍ଚୟ କରନ୍ତି ତେବେ ଏକ ବର୍ଷରେ ଏହା 12,000 ହେବ। SBI ଆକାଉଣ୍ଟ ଏହିଭଳି ଭାବରେ ଆପଣଙ୍କ ଆକାଉଣ୍ଟରେ 5 ବର୍ଷରେ 60,000 ଟଙ୍କା ଜମା ହେବ, ଯେଉଁଥିରେ ବ୍ୟାଙ୍କ ଆପଣଙ୍କୁ 6.5 ସୁଧହାର ପ୍ରଦାନ କରିଥାଏ। ଏହି ସୁଧହାର ହିସାବ କଲେ ଆପଣଙ୍କୁ ପ୍ରାୟ 10,999 ଟଙ୍କା ମିଳିବ। ଏହିଭଳି ଭାବରେ ଆପଣଙ୍କ ମୋଟ ସଞ୍ଚୟ ଓ ରିଟର୍ଣ୍ଣ ଟଙ୍କା 70,999 ହେବ। ଫଳରେ ଆପଣଙ୍କ ସିଧାସଳଖ 11,000 ଟଙ୍କା ଲାଭ